ନମସ୍କାର। ମଧ୍ୟପୂର୍ବରେ ଚାଲିଥିବା ସଂଘର୍ଷ ସେଟା ଏବେ ଏକ ନୂଆ ବହୁତ ଭୟଙ୍କର ମୋଡ଼ ନେଇଛି। କତାରର ଶକ୍ତି ଭିତ୍ତିଭୂମି ଉପରେ ଗୋଟେ ବଡ଼ ଧରଣର ଆକ୍ରମଣ ହୋଇଛି ଆଉ ଏଇଟା ସାରା ବିଶ୍ୱରେ ଗୋଟେ ଶକ୍ତି ସଙ୍କଟର ଝଡ଼ ସୃଷ୍ଟି କରିଦେଇଛି। ଆଉ ସବୁଠୁ ବଡ଼ କଥା ହେଲା ଏହାର ପ୍ରଭାବ କିଛି ମାସ ପାଇଁ ନୁହେଁ ବରଂ ଆଗାମୀ ବର୍ଷ ବର୍ଷ ଧରି ରହିବାର ସମ୍ଭାବନା ଅଛି। ତେବେ ଚାଲନ୍ତୁ ବୁଝିବା ଏହା ପ୍ରକୃତିରେ କିପରି ହେଲା ଆଉ ଏହାର ଅର୍ଥ ଆମ ସମସ୍ତଙ୍କ ପାଇଁ କ'ଣ। ତେବେ ଏହି ପୂରା ସଙ୍କଟକୁ ଠିକ୍ ଭାବେ ବୁଝିବା ପାଇଁ ଆମେ ଏହାକୁ 5ଟି ଭାଗରେ ବଣ୍ଟି ଦେଖିବା। ଆମେ ଜାଣିବାକୁ ଚେଷ୍ଟା କରିବା ଯେ ପ୍ରକୃତରେ କତାରରେ କ'ଣ ଘଟିଲା, ଏହି ଆକ୍ରମଣ ପଛର କାରଣ କ'ଣ, ଏହାର ପ୍ରଭାବ ପୂରା ଦୁନିଆ ଉପରେ କେମିତି ପଡ଼ୁଛି, ଆଉ ବିଶେଷ କରି ଆମ ଦେଶ ଭାରତ ପାଇଁ ଏହାର ଅର୍ଥ କ'ଣ, ଆଉ ଶେଷରେ ଏହି ଘଟଣା ଭବିଷ୍ୟତର ଶକ୍ତି ବ୍ୟବସ୍ଥାକୁ କିପରି ସବୁଦିନ ପାଇଁ ବଦଳାଇ ଦେଇପାରେ। ଆସନ୍ତୁ ଏହି ସଙ୍କଟର ଗଭୀରତାକୁ ଗୋଟିଏ ସଂଖ୍ୟାରୁ ବୁଝିବାକୁ ଚେଷ୍ଟା କରିବା। ସେ ସଂଖ୍ୟାଟି ହେଉଛି 70%। ହଁ, କତାରର ମୋଟ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ବା ଏଲ୍ଏନ୍ଜି ଉତ୍ପାଦନ କ୍ଷମତାର 70% ଗୋଟିଏ ହିଁ ଆକ୍ରମଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଇଟା କିଛି ଛୋଟମୋଟ କ୍ଷତି ନୁହେଁ, ଏହା ବିଶ୍ୱ ଯୋଗାଣ ଶୃଙ୍ଖଳରେ ଗୋଟେ ବହୁତ ବଡ଼ ଘା ସୃଷ୍ଟି କରିଛି। ଆଉ ଏବେ ଦ୍ୱିତୀୟ ସଂଖ୍ୟା, ଯାହା ସ୍ଥିତିକୁ ଆହୁରି ଗମ୍ଭୀର କରିଦେଉଛି, ସେଇଟା ହେଉଛି 5 ବର୍ଷ। ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ ଏହି ଯେଉଁ ଭୟଙ୍କର କ୍ଷତି ହୋଇଛି ତାକୁ ଠିକ୍ କରି ପୁଣି ଉତ୍ପାଦନ ଆରମ୍ଭ କରିବାକୁ ଅତି କମ୍ରେ 5 ବର୍ଷ ଲାଗିଯିବ। ସିଧା କଥା ହେଲା, ଏହି ସଙ୍କଟ ଆଜିକି କାଲି ସମାଧାନ ହେବାର ନାହିଁ। ତେବେ ଏହି ଦୁଇଟି ସଂଖ୍ୟାକୁ ଯେତେବେଳେ ଆମେ ଏକାଠି ଦେଖୁଛେ, ଗୋଟେପଟେ 17% ଉତ୍ପାଦନ କ୍ଷତି ଆଉ ତାକୁ ସୁଧାରିବାକୁ 5 ବର୍ଷର ଲମ୍ବା ସମୟ, ଚିତ୍ର ପୁରା ସ୍ପଷ୍ଟ ହୋଇଯାଉଛି। ଏହା କୌଣସି ଛୋଟମୋଟ ସାମୟିକ ବାଧା ନୁହେଁ, ବରଂ ଏହା ଏକ ଦୀର୍ଘକାଳୀନ ସଙ୍କଟ ଯାହା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ବିଶ୍ୱର ଶକ୍ତି ବଜାରକୁ ଦୋହଲାଇ ରଖିବ। ତେବେ ଆମ ଆଲୋଚନାର ପ୍ରଥମ ଭାଗକୁ ଆସିବା। କତାର ଉପରେ ଯେଉଁ ଆଘାତ ହେଲା ତାହା ହିଁ ଏହି ସଙ୍କଟର କେନ୍ଦ୍ରବିନ୍ଦୁ। ଆପଣ ଭାବୁଥିବେ ଏହି ଆକ୍ରମଣ କେଉଁଠି ହେଲା? ଏହି ଆକ୍ରମଣ ହୋଇଛି ରାସଲୋଫାନ ଇଣ୍ଡଷ୍ଟ୍ରିଆଲ ସିଟି ଉପରେ। ଆଉ ରାସଲୋଫାନ କେବଳ କତାରର ଗୋଟେ ସାଧାରଣ ପୋର୍ଟ ନୁହେଁ, ଏହା ହେଉଛି ବିଶ୍ୱଶକ୍ତିର ଗୋଟିଏ ମୁଖ୍ୟ ଧମନୀ। କାରଣ ପୂରା ଦୁନିଆକୁ ଯେତିକି ଏଲ୍ଏନ୍ଜି ଯୋଗାଣ ହୁଏ ତାର 20% ମାନେ 5 ଭାଗରୁ ଭାଗେ କେବଳ ଏହି ଗୋଟିଏ ସ୍ଥାନରୁ ଆସିଥାଏ। ତେଣୁ ଏହା ଉପରେ ଆକ୍ରମଣର ମାନେ ହେଉଛି ସିଧାସଳଖ ବିଶ୍ୱର ଶକ୍ତି ଯୋଗାଣ ଉପରେ ଆକ୍ରମଣ। ଏହି କ୍ଷୟକ୍ଷତିକୁ ଠିକ୍ ଭାବେ ବୁଝିବା ପାଇଁ ଏଲ୍ଏନ୍ଜି ଟ୍ରେନ୍ କ'ଣ ସେଇଟା ଜାଣିବା ଦରକାର। ନା ଶୁଣି ଟ୍ରେନ୍ ଭାବନ୍ତୁନି। ସରଳ ଭାଷାରେ କହିଲେ ଏହା ହେଉଛି ଗୋଟିଏ ବିଶାଳ କାରଖାନା ଭଳି ୟୁନିଟ୍ ଯାହାର କାମ ହେଉଛି ଗ୍ୟାସ୍କୁ ତରଳ କରିବା, ଯାହାଫଳରେ ତାକୁ ପରିବହନ କରାଯାଇପାରିବ। ତେଣୁ ଏହି ଟ୍ରେନ୍ ନଷ୍ଟ ହେବାର ଅର୍ଥ ହେଉଛି ଉତ୍ପାଦନ କ୍ଷମତାରେ ଏକ ବଡ଼ ଧରଣର ହ୍ରାସ। ତେବେ ପ୍ରକୃତରେ କ'ଣ ସବୁ ନଷ୍ଟ ହେଲା? ଦୁଇଟା ବିଶାଳକାୟ ଏଲ୍ଏନ୍ଜି ଉତ୍ପାଦନ ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଗଲା। ତା ସହିତ ଗୋଟିଏ ଗ୍ୟାସ୍ ଟୁ ଲିକ୍ୱିଡ୍ ପ୍ଲାଣ୍ଟ ମଧ୍ୟ। ଚାରିଆଡ଼େ ଭୟଙ୍କର ନିଆଁ ଲାଗିଯାଇଥିଲା ଆଉ ସୁରକ୍ଷା ପାଇଁ ସମଗ୍ର ଅଞ୍ଚଳରୁ ସବୁ କର୍ମଚାରୀଙ୍କୁ ଖାଲି କରିଦିଆଗଲା। ଆଉ ଏହାର ଆର୍ଥିକ ପରିଣାମ ସେଇଟା ବି କିଛି କମ୍ ନୁହେଁ। ଏକ ଆକଳନ ଅନୁସାରେ ଏହି କ୍ଷତି ଯୋଗୁଁ କତାରକୁ ବର୍ଷକୁ ପ୍ରାୟ $20 ବିଲିୟନ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏହା ସେ ଦେଶ ପାଇଁ ଏକ ବହୁତ ବଡ଼ ଆର୍ଥିକ ଆଘାତ। ଏବେ ଆମ ଆଲୋଚନାର ଦ୍ୱିତୀୟ ଭାଗ। ପ୍ରଶ୍ନ ହେଉଛି, ଏହି ଆକ୍ରମଣ କାହିଁକି ହେଲା? ଏହା ପଛର ଭୂ-ରାଜନୈତିକ କାରଣ କ'ଣ ଥିଲା? ଏହା ଥିଲା ଏକ ଆକ୍ରମଣ ଏବଂ ତାର ପ୍ରତିଶୋଧ। ଦେଖନ୍ତୁ, ଏହି ଆକ୍ରମଣ ହଠାତ୍ ଶୂନ୍ୟରୁ ହୋଇନଥିଲା। ଏହା ଏକ ବିପଜ୍ଜନକ ଆକ୍ରମଣ ପ୍ରତ୍ୟାକ୍ରମଣ ଖେଳର ପରିଣାମ ଥିଲା। କାହାଣୀ ଆରମ୍ଭ ହେଲା ଯେତେବେଳେ ଇସ୍ରାଏଲ ଇରାନର ଗୁରୁତ୍ୱପୂର୍ଣ୍ଣ ସାଉଥ୍ ପାର୍ଟସ୍ ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ କଲା। ଏହାର ଜବାବରେ ଇରାନ ପ୍ରତିଶୋଧ ନେବାର ଧମକ ଦେଲା, ଆଉ ସେମାନେ ପ୍ରତିଶୋଧ ନେଲେ କତାରର ରାସଲଫାନ କମ୍ପ୍ଲେକ୍ସକୁ ଟାର୍ଗେଟ୍ କରି। ଏହି ଘଟଣା ଯୁଦ୍ଧର ଏକ ନୂଆ ଭୟଙ୍କର ଚେହେରାକୁ ସାମ୍ନାକୁ ଆଣିଛି। ଏବେ ଲଢ଼େଇ କେବଳ ସାମରିକ ଲକ୍ଷ୍ୟକୁ ନେଇ ହେଉନି, ବରଂ ଦେଶର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ପାଇଁ ହେଉଛି। କହିବାକୁ ଗଲେ ଶକ୍ତି ଭିତ୍ତିଭୂମି ଏବେ ଯୁଦ୍ଧର ନୂଆ ମଇଦାନ ପାଲଟି ଯାଇଛି। ଏବେ ଆମ ଆଲୋଚନାର ତୃତୀୟ ଭାଗ। ଏହା କିପରି ଏକ ବିଶ୍ୱସ୍ତରୀୟ ଶକ୍ତି ସଙ୍କଟ, ଆଉ ଏହା କାହିଁକି ଏକ ସାଧାରଣ ସାମୟିକ ବାଧା ନୁହେଁ। ଏହି ସଙ୍କଟକୁ ଠିକ୍ ଭାବେ ବୁଝିବାକୁ ଆମକୁ ଦୁଇଟି ଶବ୍ଦ ମଧ୍ୟରେ ଫରକ ଜାଣିବାକୁ ପଡ଼ିବ: ସାମୟିକ ଘାତ ଏବଂ ସଂରଚନାଗତ ଆଘାତ। ଦେଖନ୍ତୁ, ଖରାପ ପାଗ ବା ମରାମତି କାମ ପାଇଁ ଯେଉଁ ବାଧା ଆସେ ସେଗୁଡ଼ିକ ହେଲା ସାମୟିକ। କିନ୍ତୁ ଏଥର ଯାହା ହୋଇଛି ସେଠି ଗ୍ୟାସ୍ ତିଆରି କରୁଥିବା ମୂଳ ଭିତ୍ତିଭୂମି ହିଁ ନଷ୍ଟ ହୋଇଯାଇଛି। ଏହାକୁ କୁହାଯାଏ ଏକ ସଂରଚନାଗତ ଆଘାତ, ଆଉ ଏଥର ମୁକୁଳିବାକୁ ବର୍ଷ ବର୍ଷ ଲାଗିଯାଏ। ସ୍ଥିତି ଆହୁରି ଜଟିଳ, କାରଣ ଏହା ଏକ ଦୋହରା ବାଧା।
କେମିତି ଦେଖନ୍ତୁ ଗୋଟିଏ ପଟେ ଉତ୍ପାଦନର ଉତ୍ସ ଉପରେ ଆକ୍ରମଣ ହୋଇଛି ଆଉ ଅନ୍ୟପଟେ ଯେଉଁ ସମୁଦ୍ରପଥ ଦେଇ ଏହା ପରିବହନ ହୁଏ ସେହି ହର୍ମୁଜ ପ୍ରଣାଳୀ ମଧ୍ୟ ଆଗରୁ ହିଁ ଅଶାନ୍ତ ଅଛି। ଏହାର ଅର୍ଥ ହେଲା ଉତ୍ପାଦନ ଆଉ ପରିବହନ ଉଭୟ ଏକା ସାଙ୍ଗରେ ବିପଦରେ। ଏବେ ଆସିବା ଆମ ଆଲୋଚନାର ଚତୁର୍ଥ ଭାଗକୁ। ଏହି ସଙ୍କଟରେ ଭାରତର ସ୍ଥିତି କ'ଣ? ଆମେ କେତେ ଦୁର୍ବଳ? ଭାରତର ଶକ୍ତି ସୁରକ୍ଷା ପାଇଁ ଏହି ସଙ୍କଟ ଏତେ ବଡ଼ ଚିନ୍ତାର କାରଣ କାହିଁକି? ଉତ୍ତର ହେଉଛି କତାର ଉପରେ ଆମର ଅତ୍ୟଧିକ ନିର୍ଭରଶୀଳତା। ଆମେ ଆମଦାନୀ କରୁଥିବା ମୋଟ ଏଲ୍ଏନ୍ଜିର ପ୍ରାୟ ଅଧା ମାନେ ପାଖାପାଖି 45-50% କେବଳ ଏହି ଗୋଟିଏ ଦେଶରୁ ହିଁ ଆସିଥାଏ। ତେବେ ସ୍ପଷ୍ଟ କଥା, ଯେତେବେଳେ କାହାର ମୁଖ୍ୟ ଯୋଗାଣକାରୀ ଏମିତି ଏକ ସମସ୍ୟାରେ ପଡ଼େ ସେତେବେଳେ ସ୍ଥିତି ସଙ୍ଗୀନ ହେବା ତ ନିଶ୍ଚିତ। ଆଉ ଏହାର ପ୍ରଭାବ ପୁରା ଅର୍ଥବ୍ୟବସ୍ଥାରେ ଏକ ଶୃଙ୍ଖଳ ପ୍ରତିକ୍ରିୟା ବା ଚେନ୍ ରିଆକ୍ସନ୍ ଭଳି ଦେଖିବାକୁ ମିଳିବ। କେମିତି ଦେଖନ୍ତୁ, ସାର ଉତ୍ପାଦନ ପାଇଁ ଗ୍ୟାସ୍ ଦରକାର। ଗ୍ୟାସ୍ ମହଙ୍ଗା ହେଲେ ସାର ମହଙ୍ଗା ହେବ। ବିଦ୍ୟୁତ୍ କ୍ଷେତ୍ରରେ ଗ୍ୟାସ୍ ପ୍ଲାଣ୍ଟଗୁଡ଼ିକ ସମସ୍ୟାରେ ପଡ଼ିବେ। ଘରେ ବ୍ୟବହାର ହେଉଥିବା ପିଏନ୍ଜି ଆଉ ଗାଡ଼ିର ସିଏନ୍ଜି ସବୁର ଦାମ ବଢ଼ିବାର ସମ୍ଭାବନା ରହିଛି। ଆଉ ଶିଳ୍ପ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିବ। ଏସବୁର ଶେଷ ପରିଣାମ ହେଉଛି ମୁଦ୍ରାସ୍ଫୀତି। କିନ୍ତୁ କଥା ଏତିକିରେ ସରୁଣି। ଆଉ ଏକ ବଡ଼ ଆଇନଗତ ସମସ୍ୟା ମଧ୍ୟ ରହିଛି। ବଡ଼ ବଡ଼ ଚୁକ୍ତିରେ ଏକ ବିଶେଷ ଧାରା ଥାଏ ଯାହାକୁ କୁହାଯାଏ ଫୋର୍ସ ମେଜର। ଏହାର ଅର୍ଥ ହେଲା ଯଦି ଯୁଦ୍ଧ ଭଳି କୌଣସି ଅପ୍ରତ୍ୟାଶିତ ଘଟଣା ଘଟେ ଯାହା କାହାରି ନିୟନ୍ତ୍ରଣରେ ନଥାଏ, ତେବେ ଯୋଗାଣକାରୀ ଚୁକ୍ତି ମାନିବାକୁ ବାଧ୍ୟ ନୁହେଁ। ଆଶଙ୍କା କରାଯାଉଛି ଯେ କତାର ଏହି ଧାରାର ବ୍ୟବହାର କରି ଭାରତ ସହିତ ଥିବା ଦୀର୍ଘମିଆଦୀ ଚୁକ୍ତିକୁ ବାତିଲ କରିପାରେ। ଆଉ ଯଦି ଏପରି ହୁଏ ତେବେ ଭାରତକୁ ତତ୍କାଳ ବା ସ୍ପଟ୍ ବଜାରରୁ ବହୁତ ମହଙ୍ଗା ଦରରେ ଗ୍ୟାସ୍ କିଣିବାକୁ ପଡ଼ିବ।